ଜୟ ଜଗନ୍ନାଥ ସାଙ୍ଗମାନେ। କ'ଣ ଭାଇ ଭାଡ଼ୁଆ ସରକାର ମୋହନର ଚେଲାମାନେ କ'ଣ ଗୋଟେ ଫଟୋ ଛାଡ଼ିଛ ଆଜି ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଆଉ ପାଣ୍ଡୁଙ୍କର। ସେ ପାଣ୍ଡୁର ବାଳ ଯାହା କରୁଛ କର, କିନ୍ତୁ ନବୀନ ପଟ୍ଟନାୟକକୁ ଏମିତି ଚିତ୍ର କରି ଛାଡ଼ିବାଟା ଆମକୁ ଭଲ ଲାଗୁନି। ତୁମେ ବାଳ ନବୀନ ପଟ୍ଟନାୟକ ତାର ବାଳ ଚୁଟି ହେବ ନା ହେବ କି? তুমি নবীন ফটো কিন্তু ছাড়ুছ, তোমার মুখ্যমন্ত্রী তার বাল চুটি হব না, বুঝল না? নবীন ফটোকে আলু ইয়ে করে এতে কাঢ়ুয়া তুমি না, এতে কাঢ়ুয়া তুমি বিজেপি বালা বহুত কাঢ়ু তুমি। এত কাঢ়ু করে তো সব খাইদেল, বাল সব সারিদেল হনি না। ওড়িশাটাকে পাল্টাই দেল কাঢ়ু করি, সব 2 গুণা রেট বড় গাড়ি মারি সারিদেল সব। বাল কথা কହୁଛନି না, ଯୋଉଟା କହିଥିଲ ନା তুমি ইলেকশন ଆଗରୁ ସେଇଟା ପୂରଣ କର, ହେଲେ ଲୋକମାନେ ଜାଣିବେ ତୁମର ଗାଁରେ ଦମ ଅଛି। ଆଉ ତୁମେ ବାଳ ଏମିତି ଫଟୋ ଛାଡ଼ିକି ବାଳ ଶୁଣିବ ନା କେବେ? ଗୋଟେ କଥା ମନେ ରଖିଥିବ, ତୁମର ମୋହନ ମାଝୀ ଯେଉଁଠି ଯିବ ନା, ସେ 10ଟା ଲୋକ ବାହାରିବେ କି ନାହିଁ ଠିକ୍ ଠିକଣା ନାହିଁ, କିନ୍ତୁ ନବୀନ ପଟ୍ଟନାୟକ ଯେଉଁଠି ଯିବ ନା, ସେଟା ହଜାର ହଜାର ଲୋକ ବାହାରିବେ। ହେଲା, ତ ପାଣ୍ଡିଆନକୁ ଯାହା କଲେ ହେଗା ବାଳ ଆମ କେହି ଖାତିର କରୁନି। ପାଣ୍ଡିଆନ ବାଳ କିଏ ଏଠି ଓଡ଼ିଶାରେ? ତାପରେ ନବୀନ ପଟ୍ଟନାୟକ তুমি ଏମିତି କରି ବନେଇବ କେବେ? ମାନେ তুমি ବହୁତ ବଡ଼ କାଢୁଆ ବିଜେପି ବାଲା। ଏତେ ତ 24 ବର୍ଷ ଶାସନ କିଛି କରିପାରିଲେନି, ଭାବୁଛନ୍ତି ତୁମେ କିଛି କରୁଛ କର। କି କରୁଛ କର ବାଳ। 300 ୟୁନିଟ୍ ବିଜୁଳି ଫ୍ରି କରିଦିଅ, 3000 ଭତ୍ତା କରିଦିଅ। ଦେଖୁନ ଆମେ କେତେ ଗାଁରେ ଦମ ଅଛି ତୁମର। କିଛି ନାହିଁ, ସବୁ ଭୋଟ ହାତେଇବା ପାଇଁ ସବୁ ଢାମ ମାରି ସବୁ ଭୋଟ ନେଇছে ନା। ତୁମ ଗାଣ୍ଡି ଫାଟି ଯାଉଛି ନା ପୂରଣ କଲା ବେଳେ। ସୁଭଦ୍ରା ପଇସା ଦେବା ଏକାଥର ଦେଇତେ ନେବେ ସମସ୍ତଙ୍କୁ। ପଇସା ନାଇଁନି, ତୁମର ପଇସା ନାହିଁ, ସେ 50 ଦେଉଛ ମାସରେ, 5 ମାସରେ, ମାନେ 5 ମାସରେ ଥରେ ଦେଉଛ ପ୍ରଥମ କିସ୍ତି, ତୃତୀୟ କିସ୍ତି। ତୁମର ପଇସା ଏକାଥରେ ଦେଇଥାନ୍ତ। କେଉଁଠୁ ଖଳି ଖାଦାନ ମାନେ ଖଳି ଖାଦାନରୁ ଆଣୁଛ ସବୁ ପଇସା, ତାପରେ ଦେଉଛନ୍ତି ନା। ନବୀନ ପଟ୍ଟନାୟକ ବିଷୟରେ ଲେଖିବ ତ ତୁମ କାଢୁଆ ତ ଲେଖବା ତ ପାଏ। ଯେଉଁ କାମ ତୁମେ କରିଛ, ସେଇଟା ଯେଉଁ କହିଥିଲ ସେଇଟା ପ୍ରତିଶ୍ରୁତି ତୁମେ ପୂରଣ କର, ହେଲେ ଜାଣିବ ତୁମର ଗାଡ଼ିରେ ବହୁତ ଦମ ଅଛି। କଥା କହୁଛ ବାଳ, ତୁମେ ଏତେ କାଢୁକା ତବେ। ଭିଡ଼ିଓକୁ ଭଲସେ ସେୟାର କରନ୍ତୁ ଆଜ୍ଞା, ଦେଖାନ୍ତୁ ସେ ଭାଡ଼ାମାନଙ୍କୁ ଥରେ। ସେ ଗେରୁଆ ବାଲା ତ ବହୁତ ଫାଡ଼ି ଫାଡ଼ି କଥା କହୁଛି ବେ। ଗେରୁଆ ବାଲା ବହୁତ ଫାଡ଼ି ଫାଡ଼ି କଥା କହୁଛି। ସେ ବାଳ କିନ୍ତୁ ଷଣ୍ଢଟା ସିଏ ନା, ସେ ତ ଏତେ ଫାଡ଼ି ଫାଡ଼ି କଥା କହୁଛି। ତାକୁ তুমি ଆରେଷ୍ଟ କରିଲନି ବେ? ସେ କେଉଁ ଲଙ୍କାକୁ ବଳେ ଆରେଷ୍ଟ କରିଦେଲ, ଜେଲ୍ରେ ଢୁକେଇଦେଲ। ସେ ତ ଏତେ ଫାଡ଼ି ଫାଡ଼ି କଥା କହୁଛି, ତାକୁ କିଛି କହିତେ ନେବେ? କିନ୍ତୁ ବିଜେପି କଥା କହୁଛି ବୋଲି ତୁମେ କିଛି କହିତେ ନାହିଁ। ଭାଡ଼ୁଆ ଶଳା।